ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଏପର୍ଯ୍ୟନ୍ତ ଗୋଟିଏ ବି କିସ୍ତି ମିଳିନାହିଁ କିନ୍ତୁ ଅପେକ୍ଷାରେ ଅଛନ୍ତି। ଏବେ ଆସିବାକୁ ଯାଉଛି 21ତମ କିସ୍ତି। ତ ଦେଖନ୍ତୁ ଯଦି ଆପଣମାନେ ଗୋଟିଏ ବି କିସ୍ତି ମିଳିନାହିଁ ତାହେଲେ ଆପଣମାନେ 21ତମ କିସ୍ତି ଆପଣମାନେ ଅପେକ୍ଷା କରିଛନ୍ତି ଏପର୍ଯ୍ୟନ୍ତ ମିଳିବ କି ନାହିଁ ସେମାନେ ମଧ୍ୟ ଚାହିଁ ବସିଛନ୍ତି। ତ ଦେଖନ୍ତୁ ଯଦି ଆପଣମାନଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ ତାହେଲେ ଆପଣମାନେ ଏଇ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ କଣ କରିବେ କଣ ଅପଡେଟ ରହିଛି ଆପଣମାନେ ଶେଷ ପର୍ଯ୍ୟନ୍ତ ଯଦି ଆପଣମାନେ 21ତମ କିସ୍ତି ନେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ପାଇପାରିବେ। ତ ଦେଖନ୍ତୁ 21ତମ କିସ୍ତି ପାଇଁ EKYC ଆବଶ୍ୟକତା କିଛି ଚାଷୀ ମାନଙ୍କ ପାଇଁ 21ତମ କିସ୍ତି ଏପର୍ଯ୍ୟନ୍ତ ବିଳମ୍ବ ହୋଇପାରେ। ଏହାର ମୁଖ୍ୟ କାରଣ ହେଉଛି ଅନେକ ଚାଷୀ ସେମାନଙ୍କର EKYC ପୂରଣ କରିନାହାନ୍ତି। ଯଦି ଆପଣଙ୍କର EKYC ସମ୍ପୂର୍ଣ୍ଣ ହୋଇନାହିଁ କିମ୍ବା ଆପଣଙ୍କର ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କୁ କିସ୍ତି ବିଳମ୍ବ ହୋଇପାରେ। ତେଣୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ EKYC ପୂରଣ କରିନାହାନ୍ତି ସେମାନେ ଏହାକୁ ତୁରନ୍ତ ପୂରଣ କରିବା ଉଚିତ। ଆପଣଙ୍କର ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବା ଜରୁରୀ କାରଣ ଏହା ହେଉଛି ସେହି ଲିଙ୍କ ଯାହା ମଧ୍ୟରେ ସରକାର ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଟଙ୍କା ପଠାଯିବ 21ତମ କିସ୍ତି। ତ ଦେଖନ୍ତୁ ଯଦି ଆପଣମାନେ EKYC କରିନାହାନ୍ତି ତାହେଲେ ଖୁବ ଶୀଘ୍ର ଆପଣମାନେ କରିଦିଅନ୍ତୁ ତାହେଲେ ଆପଣମାନେ 21ତମ ଖୁବ ଶୀଘ୍ର ପାଇପାରିବେ ଯାହାକି ଡିବିଟି ମାଧ୍ୟମରେ ଖୁବ ଶୀଘ୍ର ଆସିବାକୁ ଯାଉଛି। ତ ଏଇଭଳିଆ ଆଜିର ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିବ ତାହେଲେ ସେୟାର କରନ୍ତୁ ଲାଇକ୍ କରନ୍ତୁ।